ସାଙ୍ଗମାନେ ଆଜି ସକାଳୁ ସକାଳୁ ଘରର ସବୁ କାମ କରିସାରିବା ପରେ ଆମେ ଘରୁ କୁଆଡ଼େ ବାହାରକୁ ବାହାରିଲୁ। ଆଉ ଏତେ ସକାଳୁ ସକାଳୁ ବାହାରକୁ ଯିବାର କାରଣ କ'ଣ? ଆଜି ବାବୁନୁ ସହିତ ତା ବାବା, ଦାଦା ଆଉ ମୁଁ ସମସ୍ତେ ବାହାରିଥିଲୁ ଗୋଟେ ବଡ଼ କାମ କରିବା ପାଇଁ। ଯେହେତୁ ଏବେ ସିଜନ୍ ଚେଞ୍ଜ ହେଇସାରିଲାଣି ଆଉ ଶୀତଟା ବହୁତ ଜୋରରେ ପଡ଼ିଲାଣି, ସେହେତୁ ଆମେ ସକାଳୁ ଟିକେ ବାହାରିଥିଲୁ। ଆଉ ଏଇ ଶୀତୁଆ ସକାଳରେ ଦେଖିପାରୁଥିବେ ଭିୟୁଟା ବହୁତ ବଢ଼ିଆ ଲାଗୁଛି। ଆଉ ଆମେ ସମସ୍ତେ କୁଆଡ଼େ ଯାଉଛୁ ମୁଁ କହିବା ଆଗରୁ ସେଇ ଭିତରେ ଆପଣମାନେ ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଆଉ ଏପଟରେ ମୋ ଦିଅରମଣି ମୋତେ ବ୍ଲଗିଂ କରିବା ଶିଖେଇବାରେ ଲାଗିଲେଣି। ୟା ଭିତରେ ଆମେ ସମସ୍ତେ ଯାଇକି ପହଞ୍ଚି ଯାଇଥିଲୁ ହସ୍ପିଟାଲ ପାଖରେ। ଆଉ ଆପଣମାନେ ତ ଜାଣିଛନ୍ତି ଶୀତ ଦିନ ଆସିବା କ୍ଷଣି ବଡ଼ ସାନ ସମସ୍ତଙ୍କୁ ଥଣ୍ଡା ଜ୍ୱର ଖାସରେ ପୁରା ଲାଗି ରହିଥାଏ। ଆଉ ହଁ, ଛାଡ଼ିବାର ନାଁ ଗନ୍ଧ ହିଁ ନିଏନି। ଆଉ ଆମେ ସମସ୍ତେ ସେଠି ପହଞ୍ଚିବା ଆଗରୁ ଆମ ଆଗରୁ ବହୁତ ସାରା ଲୋକ ଥିଲେ ଆଉ ଡକ୍ଟର ମଧ୍ୟ ଆସିନଥିଲେ। ସେଥିପାଇଁ ଆମେ ସମସ୍ତେ କିଛି ସମୟ ଅପେକ୍ଷା କରିଥିଲୁ ଆଉ ଆମର ସବୁ କାମ ସାରିକି ଆସିବାର ଚେଷ୍ଟା କରିଥିଲୁ। ଯେହେତୁ ମୋ ଦିଅର ବାବୁଙ୍କର ଆମ ଘରେ ଆଉ ରହିବାରେ ଜମାରୁ ଇଚ୍ଛା ନଥିଲା, ସେଥିପାଇଁ ଆମେ ତାଙ୍କୁ କଲେଜରେ ଛାଡ଼ିକି ଆସିବାକୁ ପଡ଼ିଲା। ସେଥିପାଇଁ ସେ ତାଙ୍କ ମନ ଖୁସି କରି ଚାଲି ଯାଉଥିଲେ ତାଙ୍କ କଲେଜ ଆଡ଼କୁ। ସିଏ ସିନା ମନ ଖୁସି କରି ଚାଲି ଯାଉଥିଲେ, କିନ୍ତୁ ଏପଟରେ ମୋ ମନ ପୁରା ଦୁଃଖ ହେଇଯାଉଥିଲା, କାହିଁକି ନା ଇଏ ପୁରା ମୋର ବେଷ୍ଟ ଫ୍ରେଣ୍ଡ, ମାନେ ମୋ ସାଙ୍ଗ। ଆଉ ମୁଁ ଭିଡ଼ିଓ ବନେଇବା ପଛରେ ଏଇ ମଣିଷଟାର ବହୁତ ହାତ ଅଛି। ଆଉ ମୋତେ ଭିଡ଼ିଓ ବନେଇବାରେ ବହୁତ ହେଲ୍ପ କରନ୍ତି। ଆଉ ସେ ଯେବେ ବି ଆସନ୍ତି ମୋତେ କିଛି ନା କିଛି ଉପଦେଶ ଦେଇକିନା ହିଁ ଯାଆନ୍ତି। ଆଉ ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍ କରିଦେବେ।